मद्गुरु श्री जगतगुरु मदात्मा सर्वभूतात्मा तस्मै श्री गुरवे नमः। अनंत संसार महासमुद्रे मग्नान् समभ्यूधर वासुदेव अनंतरूपेण विनियोजयस्व अनंतरूपाय नमो नमस्ते। शिशु अनंतर पदाब्जरे प्रणाम जनाऊँची। गुरुदेवंकर पदाब्जरे प्रणाम जनाऊँची। क्षेत्रेश्वरी माँ ज्योतिप्रभा रामचंद्री पदाब्जरे प्रणाम जनाऊँची। आश्रमर विभिन्न स्थान रे जीए जो स्वरूप को पूजा करुचंती सबु स्वरूप ही एक, तेणु समस्त को सही शिशु अनंत रूप रे बढ़िया प्रणाम जनाऊँची। आमे प्रणाम जनइबा न जनइबा ये तो हूँ आमर गोटे हिताहित ज्ञान। जने गुरुजन को देखिले आमे नमस्कार टिके करूँ कि कौन सी मंदिर को गले आमे देवी देवता को प्रणाम जनइबू, गुरु पाखु गले गुरु को प्रणाम जनइबू। ये सब आमर नित्य नैमित्य कार्य। आमे समस्त एटा भी जानीचु, किंतु से पूजार्चना बा से जो मान्यता आज आम समाज बहु परिमाण रे माने कम हो जाउछि। आमे काहाकू नमस्कार करिबा सम्मान दबा ये गुड़िक आमको लाज मारू। तेणु पूज्य पूजार व्यतिक्रम हेले समाज पाई विपद माड़ी आसे। समाज काहाकू कहती आमे कहूचु समाज। समाजटी काहाकू कहती सत्य को जीए भल भाव जानी सत्य रे जीए मजिचंती वो अन्य को मजेइछंती। जो समाज रे सत्य प्रकृत रे कार्य करुची से होची समाज। किंतु आम समाज रे आमे कौन एबे लक्ष्य करुचु, बेले बेले आमे कहूचु गोटे प्रकार करुचु आउ गोटे प्रकार। ये सब द्वारा अଯଥାରେ केवल आमे असत्य को ही भोग करुचु बा असत्यर दंड को ही आमको भोग करने को होची। आमे कही दौचु सत्य कहले जणे, किंतु कहूचु सत्य होचंती जणे, किंतु आमे अनेक मूर्ति, अनेक मंदिर, अनेक आश्रम, अनेक
ଅନେକ ପୂଜାର୍ଚ୍ଚନା ପ୍ରାର୍ଥନା ଇଏ ସବୁ କରି ଆମେ ହିଁ ଲୋକଙ୍କୁ ଜଣାଉଛୁ ସେ ଏକ ନୁହେଁ, ଅନେକ ରୂପରେ ସେ ଅଛନ୍ତି। ଆମ ପ୍ରାର୍ଥନାର ସେ ଶିଖଉଛି ଆମକୁ। ଆଉ ଆପଣ ଦେଖିବେ ଯେଉଁ ଗୁରୁବର୍ଗଙ୍କ ପାଖକୁ ଆପଣ ଯିବେ, ସିଏ ଗୁରୁଙ୍କ ପାଖରେ ଯଦି ସନ୍ଧ୍ୟାବେଳେ ଆପଣ ରହିବେ କି ସକାଳେ ରହିବେ, ତାଙ୍କ ପ୍ରାର୍ଥନା ଆପଣ ଶୁଣିବେ, ସେ ଏକ ସ୍ୱତନ୍ତ୍ର ପ୍ରାର୍ଥନା, ଯେଉଁ ପ୍ରାର୍ଥନା ତମେ ବିଲକୁଲ ଜାଣିନା। ତମ ପାଟିରେ ବି ସେ ପ୍ରାର୍ଥନା ପଶିବନି, ମାନେ ପଶିବ ମାନେ ଡେରି କରିକି ଟିକେ, କିନ୍ତୁ ସେ ଏମିତି ପ୍ରାର୍ଥନା। ଯେଉଁଠିକି ଯିବ ସେଠି ଗୋଟେ ମନ୍ତ୍ର ପଢ଼ା ହେଉଥିବ, ଇଏ ମନ୍ତ୍ର ସେ ମନ୍ତ୍ର ଏମିତି ଦେଖିବେ ବୋଲେ କେତେ ହଜାର କେତେ କି ଆହୁରି ଅନେକ ମନ୍ତ୍ର ବି। ବଳିଆ ନିଜକୁ ସବୁବେଳେ ସମୀକ୍ଷା କରେ। ମୁଁ ନିଜେ ନିଜକୁ ସମୀକ୍ଷା କରି ଦେଖିଛି ଆମେ ବି ଭୁଲ କରୁଛୁ। କାରଣ ଆମେ ଆମର ଏଇ ପବିତ୍ର ଆଶ୍ରମରେ ଅନନ୍ତଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରୁ କରୁ ବିଭିନ୍ନ ପ୍ରକାରର ପ୍ରାର୍ଥନା ଇଏ ଆଶ୍ରମ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଚାଲିଛି। ଯେତେବେଳେ ମୋର ଯାହା ମନ ହେଲା ସେଇଟା ମୁଁ କହିଲି ଏଇ ପ୍ରାର୍ଥନାଟା କର। ସବୁ ପ୍ରାର୍ଥନା ଭଲ, କିନ୍ତୁ ଏକ ବିଦ୍ୟା ସୁରକ୍ଷିତ। କିନ୍ତୁ ଯଦି ଏକଭିମୁଖୀ ନ ହୁଏ ତାହେଲେ ସେଇଟା ବିକ୍ଷିପ୍ତ ପ୍ରାର୍ଥନା ହେଇଗଲା। ଆମେ ପିଲାଦିନେ ଯେତେବେଳେ ପାଠ ପଢ଼ୁଥିଲୁ, ଯାଉଥିଲୁ ସ୍କୁଲ ପାଠ ପଢ଼ିବା ପାଇଁ, ସେତେବେଳେ ଗୋଟେ ପ୍ରାର୍ଥନା କ୍ଲାସ୍ ଏବେ ବି ହେଉଛି। ଗୋଟେ ପ୍ରାର୍ଥନା କ୍ଲାସ୍ଟା ପ୍ରଥମ ଆମେ ଆଟେଣ୍ଡ କରୁ। ସେ ପ୍ରାର୍ଥନା ବି ଏ ସ୍କୁଲରେ ଗୋଟେ ପ୍ରକାର ହେଲେ ସେ ସ୍କୁଲରେ ଆଉ ଗୋଟେ ପ୍ରକାର, ଏମିତି ବି ଚାଲିଛି। କିନ୍ତୁ ବଳିଆ ମନେ ରଖିଛି, ହେ ଆନନ୍ଦମୟ, ହେ ଆନନ୍ଦମୟ କୋଟି ଭୁବନ ପାଳକ, ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ, ଜ୍ଞାନ ଦାତା ଭଗବାନ, ଦିଅ ମୋତେ ଶୁଭ ବୁଦ୍ଧି, ଦିଅ ଦିବ୍ୟ ଜ୍ଞାନ, ଜ୍ଞାନ ଦାତା ଭଗବାନ। ଆଚ୍ଛା, ବର୍ତ୍ତମାନ ଏଇ ପ୍ରାର୍ଥନାର ଗୋଟିଏ ପଦ ଆମେ ଓଡ଼ିଆ ହିସାବରେ କହିଲୁ, ହିନ୍ଦୀ କହିଲେ ସେମିତି ଆଉ ଗୋଟେ କ'ଣ କହିବୁ? ଆପଣମାନେ ଭାବିବେ ଯେତେ ଗୁରୁଙ୍କର ସବୁ ପ୍ରାର୍ଥନା ହେଉଛି, ଏଇ ପ୍ରାର୍ଥନା ଠାରୁ କେଉଁ ପ୍ରାର୍ଥନାଟି ଦୁର୍ବଳ ପ୍ରାର୍ଥନା ଯେ ସେଥିରେ ତାକୁ ପଢ଼ିକି ମାନେ କ'ଣ ଲାଭ କିଛି ହେବନି। ଏଇ ଗୋଟିଏ ପଦ। ସେମିତି ଆମେ ପିଲାଦିନେ ଆଉ ଗୋଟିଏ ପ୍ରାର୍ଥନା ଗାଉଥିଲୁ, ହାହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରୀ, ଜଳ ସ୍ଥଳ ବନଗିରି ଆକାଶ, ତୁମ୍ଭ ଲୀଳା ସବୁଠାରେ ପ୍ରକାଶ। ଆଚ୍ଛା, ଏଇ ପ୍ରାର୍ଥନା ଭିତରେ କ'ଣ ନାହିଁ ଆମ ଗୁରୁମାନେ ଆଉ ଗୋଟେ ପ୍ରାର୍ଥନା ତିଆରି କଲେ? ତାକୁ କାହିଁକି ତିଆରି କଲେ?
ସିଏ ପ୍ରାର୍ଥନାକୁ ଯେତେବେଳେ ଆମେ ପଢ଼ିଲୁ, ଇଏ ପ୍ରାର୍ଥନା ତାପରେ ଆପେ ଆପେ ପଳେଇଲା ଆଉ ପାଶୁରି ଦେଲୁ। ଏଇଟା ଗୋଟେ ମାନେ ଭାବିବାର କଥା। ନମୋ ନିରଞ୍ଜନ ନିଖିଳ ନିଦାନ ବ୍ୟାପ୍ତ ସର୍ବଚରାଚରେ ପ୍ରଭୁ ଦୟାମୟ ମଙ୍ଗଳ ଆଳୟ ଜୟ ଜଗଦୀଶ ହରେ। ଯଦି ଏ ପ୍ରାର୍ଥନାକୁ ମନ ଧ୍ୟାନ ଦେଇ ୟାକୁ ଜଣେ ପଢ଼ିବ, ଆ ଭିତରେ ଯେଉଁ ମସଲା ଅଛି ବା ଯେଉଁ ବିଭୂତି ଅଛି ସେ କୌଣସି ଗୁଣରେ କମ୍ ନୁହେଁ। କିନ୍ତୁ ଏଇଟା ବହୁତ ଯେହେତୁ ପୁରୁଣା ହେଇଗଲାଣି, ଆଉ ଜଣେ ଗୁରୁ ସିଏ ତାକୁ ନୂଆ କରିକି ଗୋଟାଏ ପ୍ରାର୍ଥନା ଲେଖିଲେ, ତ ସେଇଥିରେ ଆମେ ସେଇ ପ୍ରାର୍ଥନା କରୁ, ଏ ପ୍ରାର୍ଥନା ଛାଡ଼ିଦେଲୁ। ଆଉ ଏଇ ହେଉଛି ଆମ ଧର୍ମର, ଏଇ ହେଉଛି ସବୁଠାରୁ ବଡ଼ ଦୋଷ। ତୁମେ ଯଦି ସବୁ ପ୍ରାର୍ଥନାକୁ ଭଲ ପାଉଛ, ଭଲ ପ୍ରାର୍ଥନା ବୋଲ, କିନ୍ତୁ ଗୋଟିଏ ପ୍ରାର୍ଥନାକୁ ମୁଖ୍ୟ କରି ତାକୁ ପଢ଼ି ସାରିଲା ପରେ ଆଉ 20ଟା ତୁମେ ଯଦି ପ୍ରାର୍ଥନା ବୋଲିବ, ଠାକୁର କ'ଣ ତାକୁ ବ୍ୟସ୍ତ ହୋଇପଡ଼ିବେ? କିନ୍ତୁ ଆମର କୌଣସି ପ୍ରାର୍ଥନା ପ୍ରତି ସେତିକି ବିଶ୍ୱାସ ନାହିଁ। ତେଣୁ ଆମେ ଏ ପ୍ରାର୍ଥନା ସେ ପ୍ରାର୍ଥନା ଏମିତି କରୁଛୁ। ଏଇ ଯେଉଁ ପ୍ରାର୍ଥନାଟି ଆମେ ସବୁଦିନ ପଢ଼ୁଛେ, ଗୋଟେ ଶ୍ଳୋକ, ଏ ଶ୍ଳୋକଟି ହେଉଛି ମୋ ଜୀବନର ପ୍ରଥମ ଶ୍ଳୋକ। ମୁଁ ଯେତେବେଳେ ଶ୍ଳୋକ ମୁଖସ୍ଥ କରିଥିଲି ବା ମୋର ପଢ଼ିବାର ଆଗ୍ରହ ଥିଲା, ସେତେବେଳେ ଏଇ ଶ୍ଳୋକଟିକି ମୁଁ ପଢ଼ିଥିଲି। ଶାନ୍ତାକାରମ୍ ଭୁଜଙ୍ଗ ଶୟନମ୍ ପଦ୍ମନାଭଂ ସୁରେଶମ୍ ବିଶ୍ୱାଧାରಂ ଗଗନ ସଦୃଶଂ মেঘবর্ণম শুভাঙ্গম লক্ষ্মীকান্তং কমলনয়নম যোগীর্ভি ধ্যানগম্যং বন্দে বিষ্ণু ভবভয়হরম সর্বলোকৈকনাথম। ଏ ପ୍ରାର୍ଥନାଟି ମୋତେ ଶିଖେଇଥିଲେ ଆମର ଧଡ଼ି ବାବା, ରାଜୁ ବାବା, ଯାହାଙ୍କର ପ୍ରାର୍ଥନା ତୁମେ ଗାଉଛ, ଜୟ ଅଣାକାର ଗୁରୁ ହୋ ମୋର ନିୟ ପ୍ରଣାମ, ଅଖଣ୍ଡ ମଣ୍ଡଳେ ବ୍ୟାପିଛ ଚରାଚର ହୋ। ଆଚ୍ଛା, ଏ ପ୍ରାର୍ଥନାଟି ପରେ, ଏ ଶ୍ଳୋକଟି ପରେ ଆଉ ଗୋଟିଏ ଗୁରୁଙ୍କର ଶ୍ଳୋକ ମୁଁ ଶିଖିଥିଲି, ଯଶୋବନ୍ତ ଅଧିକାରୀଙ୍କ ପାଖରୁ ବା ତାଙ୍କ ଶିଷ୍ୟମାନଙ୍କ ପାଖରୁ। ସେ ଗୁରୁ ବନ୍ଦନାଟି କ'ଣ? ଅଣାକାରଣଂ ବ୍ରହ୍ମ ଅନାଦି ମୁକ୍ତି କାରଣଂ ଘଟ ମଧ୍ୟେ ପ୍ରତେଜୟ ତସ୍ମୈ ଶ୍ରୀ ଗୁରବେ ନମଃ। ମୁଁ ଏ ଦୁଇଟି ପ୍ରାର୍ଥନା ମୋର ମନେ ରଖିଛି। ଯଦିଓ ଅନେକ ପ୍ରାର୍ଥନା ମୁଁ ଗାଉଛି, କିନ୍ତୁ ମୋତେ ତ ଏଇ ଦୁଇଟି ପ୍ରାର୍ଥନା ଭିତରେ ସବୁଠୁ ମିଳୁଛି। ଆଉ ଏତେ ପ୍ରାର୍ଥନା କାହିଁ ଗାଇବି? ଯଦି ଗୋଟେ କେତେବେଳେ କାମ ଫାମ କିଛି ନାହିଁ, ବହିଛୁ, 10ଟା ପ୍ରାର୍ଥନା ଆମେ କଲୁ। ସେମିତି ଆପଣ ଦେଖିବେ ଆମର ଜଗନ୍ନାଥଙ୍କର, ଆମେ ତ ଓଡ଼ିଶା ବା ଅଧିବାସୀ, ଆଉ ସହଜେ ଆମର ନାଁ ହେଉଛି ଓଡ଼ିଆ। ଜଗନ୍ନାଥ କେବଳ ଓଡ଼ିଆର ନୁହନ୍ତି କି ଓଡ଼ିଶାର ନୁହନ୍ତି, ସିଏ ସମସ୍ତଙ୍କ ପାଇଁ ଆରାଧ୍ୟ,
କିନ୍ତୁ ସମସ୍ତେ ଜବରଦସ୍ତି ତାଙ୍କୁ ମାନ ଇଏ କଥା କହିବାର ଆମର ବି ଅଧିକାର ନାହିଁ। ସିଏ ସେଠି କ'ଣ ହୁଏ, ସକାଳ ମଙ୍ଗଳ ଆଳତି ଯେତେବେଳେ ମାନେ ହୁଏ, ସେ କୀର୍ତ୍ତନ ଫୀର୍ତ୍ତନ ହେଇ ତାଙ୍କର ଯାହା ହୁଏ, ଯେଉଁମାନେ ସେବା କରୁଥାନ୍ତି ବା ଦର୍ଶନ କରିବାକୁ ଯାଇଥାନ୍ତି ସେମାନେ କ'ଣ ଗାଆନ୍ତି? ପ୍ରଳୟ ପ୍ରୟୋଧି ଜଳେ ଧୃତ ବାନସି ବେଦମ ବିହିତ ଅବହିତ ବା ଚରିତ୍ରମକେ କେଶବ ଧୃତ ମୀନ ଶରୀର ଜୟ ଜଗଦୀଶ। ଏଇଟା ମୁଁ ଶୁଣିଛି। ଆଉ ଗୋଟିଏ ଗୀତି ଗୋବିନ୍ଦ ବନ୍ଦନା ସେମାନେ ଗାଆନ୍ତି, ଏଟା ରାତିରେ ସନ୍ଧ୍ୟାବେଳେ ବୋଧେ ଗାଆନ୍ତି। ଶୀତ କମଳା କୁଚ ମଣ୍ଡଳ ଧୃତ କୁଣ୍ଡଳ କଳିତ ଲଳିତ ବନମାଳ ଜୟ ଜୟ ଦେବ। ତେଣୁ ଆପଣ ଦେଖିବେ ଇଏ ସବୁ ପ୍ରତି ଆମର ଆଉ ମାନେ ଜମା ବିଲକୁଲ ଗୋଟାଏ ପର୍ସେଣ୍ଟ ଯଦି ଥିବ ତାକୁ ବନେଇ ରଖିବାକୁ ମଧ୍ୟ ଆମେ ଚେଷ୍ଟା କରୁ। ଯଦି ଏଇ ପ୍ରଳୟ ପ୍ରୟୋଧି ଜଳେ ଧୃତବାନ ଶିବେଦମ ଏଇ 10ଟି ଶ୍ଲୋକ, ଏଇ ଶ୍ଲୋକଟିକୁ ଯଦି ଟିକେ ଗୋଟେ ଭଲ ଭାବରେ ଆମେ ଆଲୋଚନା ଆଜି ତ ବଢ଼ିଆ କରିଛି, ତଥାପି ଯଦି ଯେତେବେଳେ ଇଚ୍ଛା ହେବ କରିବା, ଆପଣ ଦେଖିବେ ଇଏ ଜଗତରେ ଆମେ ଯାହା ଚାହୁଁଛୁ ସବୁ କଥା ତାରି ଭିତରେ ଅଛି। ଶୀତ କମଳା କୁଚ ମଣ୍ଡଳ ଧୃତ କୁଣ୍ଡଳ କଳିତ ଲଳିତ ବନମାଳ ଜୟ ଜୟ ଦେବ। ଦିନମଣି ମଣ୍ଡଳ ମଣ୍ଡନ ହେ ଭବଖଣ୍ଡନ ହେ ମୁନିଜନ ମାନସ ହଂସ ଜୟ ଜୟ ଦେବ। କାଳିୟ ବିଷଧର ଗଞ୍ଜନ ଜନରଞ୍ଜନ ଯଦୁକୂଳ ନଳିନ ଦିନେଶ ଜୟ ଜୟ ଦେବ। ଆମେ ସବୁ ଏମିତି ମାନେ ମନେ ମନେ ଗୋଟେ ଗୋଟେ ହେଇଯାଇଛୁ ଯେ ଚିରାଚରିତ ଓଡ଼ିଆରେ ଲେଖାଥିବା ପ୍ରାର୍ଥନା ସେ ବି ଆମେ ପାସୋରି ସାରିଲୁଣୁ। ଯେଉଁ ଶ୍ଲୋକ ଜୟଦେବ ଗୀତି ଗୋବିନ୍ଦରେ ଯେଉଁ ଶ୍ଲୋକ ଗୁଡ଼ିକ ଲେଖିଛନ୍ତି ତାକୁ ମଧ୍ୟ ଆମେ ବିଲକୁଲ ତା ନାଁ ବି ଧରୁନୁ। ଆଉ ଆମେ ଯାହା ବି ବୋଲୁଛୁ ଗୋଟାଏ କି ଦୁଇଟା ହଣ୍ଟା ସମସ୍ତଙ୍କର ଗୋଟା ଗୋଟା ପ୍ରକାର। ତା ଅର୍ଥ ଶୁଣିବା ପାଇଁ ଆମର ଧୈର୍ଯ୍ୟ ବି ଦରକାର। ଆପଣ କହିବେ ଆମେ ଆମ ପ୍ରାର୍ଥନାଟା କରୁଛୁ, ଆମେ ତାର ଅର୍ଥଟା ଜାଣୁ। ତମେ କିଏ? ତମେ ଗୋଟେ ଭୁଲ ବାଟରେ ପଇଛ। ଆମେ ଆମ ପ୍ରାର୍ଥନା କରୁଛୁ, ଆମେ ଆମ ଗୁରୁଙ୍କୁ ପୂଜା କରୁଛୁ, ଆମେ ଏମିତି ଆମେ କହିକି 10ଟା ଆମେ କହିଦେବେ। ଇଏ ଜଗତରେ ଯିଏ ଜଗତକୁ ତିଆରି କରିଛି ସିଏ କୋଉଠି ଆମେ କହିନି। ସିଏ କହିଛନ୍ତି ମୁଁ ତୈରି କରିଛି, ତମେ କହୁଛ ନାଇଁ ଆମେ ତୈରି କରିଛୁ। ଇଏ ସବୁ ଆମେ କରିଛୁ। ଏଇ ହେଉଛି ଆମ ଜୀବନର ଗୋଟେ ଭ୍ରମ। ମୃତ୍ୟୁଶଯ୍ୟାରେ ଯେତେବେଳେ ଶୋଇବା, ଯଦି ଗୁଡ଼ାଏ ପ୍ରାର୍ଥନା ଆମେ ଗାଇବା
କେଉଁଠି ଗୋଟାଏ ପ୍ରାର୍ଥନା ବି ଅଧା ରହିଯିବ, ଆମ ଜୀବନର ନିଶ୍ୱାସ ବନ୍ଦ ହୋଇଯିବ। କାହିଁକି ଏତେ ପ୍ରାର୍ଥନାରେ ମନ ଦେଉଛ? ଧ୍ୟାନସ୍ଥ ହୁଅ, ଆଖି ବୁଜି ମାନେ ଇଷ୍ଟ ଆଉ ଗୁରୁଦେବଙ୍କୁ ପ୍ରାର୍ଥନା କର। ଏତେ ପ୍ରାର୍ଥନା ଗାଇବାର କ୍ଷତି କିଛି ନାହିଁ, ଗାଅ, କିନ୍ତୁ ଗୋଟିଏ ପ୍ରାର୍ଥନା ଉପରେ ଗୁରୁତ୍ୱ ଆରୋପ କର। ଆମର ଏଠି ଗୋଟିଏ ପ୍ରାର୍ଥନା ଉପରେ ଆମେ ଗୁରୁତ୍ୱ ଦଉ, ଜାଗ ହେ ଅନନ୍ତ ତୁମେ, ଜାଗି ଉଠ ଧରାଧାମେ। ଇଏ ପ୍ରାର୍ଥନା ଯେତେବେଳେ ବଳିଆ ଚାରିପାଖ ଯାକ ଅଗ୍ନି ସଂଯୋଗ କରି ମଝିରେ ବସି ମୁଁ ଜପ ବା ପ୍ରାର୍ଥନା କ'ଣ ଗୋଟେ କରୁଥିଲି, ସେତିକି ବେଳେ ଇଏ ପ୍ରାର୍ଥନାଟି ଲେଖା ହେଇଥିଲା 1970 ମସିହାରେ। କିନ୍ତୁ ଇଏ ପ୍ରାର୍ଥନା ଆଜି ବି ଏଠି ଚାଲିଛି, ଚାଲିଥିବ। ତା ସହିତ ଯେତେବେଳେ ଯେଉଁ ଗୁରୁଙ୍କର ପ୍ରାର୍ଥନାଟି ଆମେ ବଳିଆ ଶୁଣେ, ଯଦି ମୋତେ ଭଲ ଲାଗେ, ଭାବ ଆସେ, ତାହେଲେ ସେ ପ୍ରାର୍ଥନାଟିକି ମଧ୍ୟ ମୁଁ ଗାଏ। କିନ୍ତୁ ମୋ ନିଜର ପ୍ରାର୍ଥନାକୁ ଯେଉଁଟା ମୁଁ କରୁଛି ତାକୁ ଛାଡ଼ିକିରି ନୁହେଁ, ତାକୁ କରିକିରି ପ୍ରାର୍ଥନା କରେ। ଗୋଟେ ଆଶ୍ରମକୁ ଆମେ ଏମିତି ସବୁ କେତେବେଳେ ଯାଉ, ଗୋଟେ ଯିଏ ତା'ର ମୁଖ୍ୟ ଲୋକ ସବୁ ଅଛନ୍ତି, ସିଏ କଥା ପ୍ରସଙ୍ଗ ଭିତରେ ମୋ ଗୁରୁଦେବ କହିଲେ କାହିଁ କ'ଣ ମୋ ନ କହିଲେ ଚଳିବନି। ଖାଲି ଗୁରୁଦେବ କହିଲେ ଏତିକି କହିଲେ କ'ଣ ହେବ ନାହିଁ। ତାମାନେ ତମେ ଜବରଦସ୍ତି ଗୋଚର ଅନାବାଦୀକୁ ଜାଣିକିରି ମଧ୍ୟ ତାକୁ ସବୁ ନିଜେ ନେଇ ନିଜ ଜମିରେ ପୂରେଇ ହଳ ବୁଲଉଛ। ସେ ଆଉ କାହାର ଜମି ହେଇଯାଉ, ମୋ ଜମିରେ ମୁଁ ତାକୁ ଏଇଠି ଆପଣମାନେ ମୋ ପାଖରେ ଯେତେବେଳେ ଲୋକମାନେ ଆସୁଛନ୍ତି କହୁଛନ୍ତି ସବୁ କଥା, ସେଇଠୁ ଶୁଣିଲେ ସବୁ ଆଶ୍ଚର୍ଯ୍ୟ ଲାଗିବ। ଜମି କବଲା ହେଇଯାଇଛି, କିନ୍ତୁ ଜମି ମୁଁ ଆଉ ଦେବିନି, କାରଣ କବଲା କରିଛ, କବଲାକୁ ଛାଡ଼, ଯା ସେ ହାଇକୋର୍ଟ ଯା। ଏଇ ଯେଉଁ ଭାବନା ସବୁ ଆମ ଭିତରେ ଅଛି, ଏଇ ସବୁ ସଂକୀର୍ଣ୍ଣତାରୁ ଯଦି ଆମେ ଦୂରେଇ ନ ଯିବା, ଦିନଯାକ ଅହଙ୍କାରରେ ଗଲା, ଅଜ୍ଞାନରେ ଗଲା, କିଛି ଜ୍ଞାନରେ ବି ଗଲା। କିଛି ମୁହୂର୍ତ୍ତ ଆମେ ଟିକେ ଠାକୁରଙ୍କ ପାଖରେ ବସିକିରି ନିଜର କୃତକର୍ମକୁ ସମୀକ୍ଷା କରିବା, ସମର୍ପଣ କରିବା, ଇଏ କଥା ଯଦି ହେଲା ନାହିଁ, ତାହେଲେ ଆମ ଜୀବନରେ କିଛି ହେବନି, କିଛି ହେବନି। ଆମେ ଏମିତି ପୁଳାଏ ମେଣ୍ଢା ଭଳିଆ ଗାଇକିରି ପୁଳାଏ ପ୍ରାର୍ଥନା ଗାଇବୁ, ଆଉ ଲୋକଙ୍କୁ ଦେଖେଇବୁ ଯେ ଆମେ ପ୍ରାର୍ଥନା କରୁ, ଆମର ଏମିତି ପ୍ରାର୍ଥନା, ଏମିତି ଗୋଟାଏ ଲୋକ ଦେଖାଣିଆ କରି। ତା ଭିତରେ ବି ଭଲ ଲୋକ ଅଛନ୍ତି, କିନ୍ତୁ ମୋ କହିବା କଥା, ସମସ୍ତଙ୍କ ପ୍ରାର୍ଥନାକୁ ଗୁରୁତ୍ୱ ଦିଅ, କିନ୍ତୁ ଗୋଟିଏ ପ୍ରାର୍ଥନା ଉପରେ ସବୁବେଳେ ନଜର ରଖ। ସେ ପ୍ରାର୍ଥନାଟି କରିସାରି ଯେକୌଣସି ଗୁରୁଙ୍କର ପ୍ରାର୍ଥନା କଲେ ବି ଗୁରୁମାନେ ଖୁସି ହେବେ। ଶୂନ୍ୟ ମହାଶୂନ୍ୟରୁ ଆମ ପାଇଁ ଆଶୀର୍ବାଦ ଧରି ଆସିବ। ତେଣୁ ଆମେ ଗାଉଛୁ ଯେ ଫଳ ଫଳୁନି କାହିଁକି?
ମୁଁ ଏତେ ଗାଉଛି ମୋର କିଛି ହେଲାନି, କାହିଁ ହବ? ତମେ ଗାଉଛ ଏଇଠି, ଭାବୁଛ ଆଉ କେଉଁ କଥା, ବଇଛ ଏଇଠି କିନ୍ତୁ ଆଉ କାହା କଥା ବସି ଶୁଣୁଛ। ଆଉ ଏଇଟା ଆମେ ତ ବିକ୍ଷିପ୍ତ, ଆମେ ଆଉ କ'ଣ ଶିଖିବୁ? ତେଣୁ ଆମେ ଏଇ ଦୁଇ ତିନି ଦିନ ଭିତରେ ମୁଁ ଗୋଟେ ଟୋଟାଲ ପ୍ରାର୍ଥନା ଆମର ସକାଳୁ ସନ୍ଧ୍ୟାବେଳ ଯାକେ ଯାହା ହେଉଛି ସବୁବେଳେ ଆମର ପୁରୁଣା ପ୍ରାର୍ଥନାକୁ ଆମେ ଗୁରୁତ୍ୱ ଦେବା। ହଁ, ଏଗୁଡ଼ାକ ସବୁ ବଳିଆ ଲେଖିଥିଲା, ଏ ବହିଟା ଛପା ହେଇଛି ଥୁଆ ହେବ, ତାର ଯିଏ ନେଇକି ପଢ଼ୁଛି ପଢ଼ୁ। ଯେଉଁ ପ୍ରାର୍ଥନା ଆମ ପାଇଁ ଦରକାର ସେଇ ପ୍ରାର୍ଥନାରେ ଆମେ ସମସ୍ତେ ମଜିବା ଉଚିତ। ଆଉ ସମସ୍ତଙ୍କ ପ୍ରାର୍ଥନାକୁ ଗୁରୁତ୍ୱ ଦେବା ଉଚିତ। ଆପଣ ଦେଖିବେ ଜଣେ ଜଣେ ଗୋଟେ ଗୁରୁଙ୍କର ଶିଷ୍ୟମାନେ ସେ ବିଲକୁଲ ଆଉ ଜଣେ ଗୁରୁ ବହିଛନ୍ତି, ସେ ତାଙ୍କ ଆଡ଼ିକି ଟିକେ ଆଖି ବୁଜି ତ ଅନେଇ ହେବନି, ଆଖି ବୁଜି ଟିକେ ଦଣ୍ଡବତ ହେବେ କି ଗୋଟେ, ତାଙ୍କ ଦ୍ୱାରା ହେବନି। ସେ ମୋ ଗୁରୁ ନୁହେଁ, ଆଉ ମୁଁ ତାଙ୍କୁ ଅନେଇଲି, ସେଇଟା ମୋ ପ୍ରାର୍ଥନା ନୁହଁ। ଜଣେ ଗୁରୁ ଦର୍ଶନ କରିବା ପାଇଁ, ସନ୍ଥ ଦର୍ଶନ କରିବା ପାଇଁ ଶାସ୍ତ୍ର ଆମକୁ ବାରମ୍ବାର ଶିଖେଇଥିଲେ ବି ଆମେ ସେସବୁ କଥାରେ ଜମା। କିନ୍ତୁ ବଳିଆ ତାର ଜୀବନରେ ସମନ୍ୱୟ ଭାବକୁ ଯୋମାଂ ପଶ୍ୟତି ସର୍ବତ୍ର ସର୍ବଞ୍ଚମୟୀ ପଶ୍ୟତି